ଅଷ୍ଟମ ସ୍କନ୍ଧ ଦଶମ ଅଧ୍ୟାୟ। ଶ୍ରୀ ଶୁକୋବାଚ। ନିଜ ଭୁବନେ ଗଲେ ହରି ଶୃଣ ପରୀକ୍ଷ ଦଣ୍ଡଧାରୀ ଶତ୍ରୁଗଣକ ସିଦ୍ଧ ଦେଖି ଅସୁର ମନେ ମହାଦୁଃଖୀ ବଳି ସଙ୍ଗତେ ବିଚାରିଲେ ଯୁଦ୍ଧର ଉଦ୍ୟମ ସେ କଲେ ନାନା ୟୁଦ୍ଧ ଧରି करे ମାଇଲେ ଅତି କୋପବରେ ସିନ୍ଧୁ ମନ୍ଥନ ପ୍ରାୟ ଗୋଳ ଧାଇଲେ ଚତୁରଙ୍ଗ ବଳ ଅଶଙ୍କୁ ଅଶ ସଜ କଲେ ହସ୍ତିଙ୍କୁ ହସ୍ତି ଘେନି ତୁଲେ ଓଟ ମହିଷ ଖର ପୃଷ୍ଠେ ବେଗେ ଧାଇଁଲେ ଘୋର ଦୁଷ୍ଟେ ଏ ସରଭ କନ୍ଧେ କେ ବସନ୍ତି କେ କପି ପୃଷ୍ଠେ ଆରୋହନ୍ତି କେ ଗୁଦ୍ର କାକ ରଙ୍କ ଗନ୍ଧେ ବସିଲେ ଯୁଦ୍ଧର ଆରମ୍ଭେ ଅମୂଲ୍ୟ ଧନୁ ବଜ୍ର ମୁଷ୍ଟି ବିବିଧ ଶସ୍ତ୍ର କୁନ୍ତ ଯଷ୍ଟି ଏ ବର୍ମଭୂଷିତ କଳେ ବର ଭୂଷିତ କୁନ୍ତେକ ବିସ୍ତାର ନାନା ପ୍ରକାରେ ସଜ ହୋଇ ଧାଇଁଲେ ମନେ କ୍ରୋଧ ହୋଇ ସଙ୍ଗ ମୃଦଙ୍ଗ ତୁରି ଭେରି ଅତି ଉତ୍କଟ ନାଦ କରି ହେମନ୍ତ ପରମ ଦାରୁଣ ହୋଇଲା ଦେବାସୁର ରଣ ସେ ହରି ମାୟା ବିଦ୍ୟମାନେ ଯେ ରୂପ ସମୁଦ୍ର ମନ୍ଥନେ ଏମତେ ବିଷ୍ଣୁର ମୋହନେ ନିରାଶ ହୋଇ ସାବଧାନେ ସର୍ବଦାନବେ ଏକ ମତେ ଜଣାଇ ବଳିର ଅଗ୍ରତେ ଉଦ୍ୟମ କଲେ ହେବା ଅର୍ଥେ ନ ଲଭୁ ବିଧିର ଆୟତେ ଶତ୍ରୁଙ୍କ କାର୍ଯ୍ୟ ସିଦ୍ଧି ଦେଖି ଭାଳି ସକଳେ ମନେ ଦୁଃଖୀ ସମସ୍ତେ ହୋଇ ଯୁତେ ଯୁତେ ବିଚାର କଲେ ଏକଚିତେ ଦେବଙ୍କୁ ବାହୁବଳେ ମାରି ସର୍ବ ସମ୍ପଦ ନେବା ହରି ତେବେ ସେ ଜୀବନ ଆମ୍ଭର ସଂଗ୍ରାମେ ହେବ ଶ୍ରେୟସ୍କର ଏମନ୍ତ ମନରେ ବିଚାରି ସର୍ବେ ଧାଇଁଲେ ଶସ୍ତ୍ର ଧରି ମୃତପାନେ ଦେବଗଣ ଇଚ୍ଛନ୍ତି ଅସୁରଙ୍କରଣ ସ୍ୱଭାବେ ବିଷ୍ଣୁ ପରାୟଣ ଭୟ ସେ ନ କରନ୍ତି ରଣ ଏମତେ ଦେବାସୁର ରଣ ନିର୍ଭସ ପରମ ଦାରୁଣ 7 ବରଷ ନିରନ୍ତରେ ସମର କଲେ ଦେବାସୁରେ ଶବଦ କରି ବାହୁ ନାଦେ ଯୁଜନ୍ତି ବିବିଧ ଆୟୁଧେ ବଜାନ୍ତେ ଶଙ୍ଖରଣ ଭେରି ଟମକ ମଙ୍ଗଳ ମହୁରୀ ସକଳ ମଙ୍ଗଳ ସୁବାଦ୍ୟ ଗଜ ତୁରଙ୍ଗ ଘୋର ନାଦେ ଶୁଭିଲା ଶବଦ ଗହଳ ସିନ୍ଧୁ ମନ୍ଥନ ପ୍ରାୟ ଗୋଳ ଲାଗିଲା ଯୁଦ୍ଧ ଏକେ ଏକେ ଦନୁଜ ଗଣ ବୃନ୍ଦାରକେ ନାନା ବାହନେ ବିଜେ କରି ରଣେ ଧାଇଁଲେ ଶସ୍ତ୍ର ଧରି ଓଟର ପୃଷ୍ଠେ କେ ବସନ୍ତି କେ ଅବା ଅଶ ଆରୋହନ୍ତି କେ ବସେ ରଥେ କେ ବାଖରେ କେ ମୃଗ ବାନର କନ୍ଧରେ କେ ବ୍ୟାଘ୍ର କେ ସିଂହ ଆରୋହେ କେ ଗୁଦ୍ରଙ୍କ ବକ ଦେ ଜଳ ଭାସକ ତିମିଙ୍ଗିଳେ ଦୃଢ଼ ଆସନେ ବସି ବଳେ ସରବେ ମହିଷେ କେ ବସେ ଗବୟ ମକ୍ଷକ ଗୋ ବୃକ୍ଷେ କେ ଶିବା କେଉ କୃକଳା ସେ ଶଶକେ କେ ଅବା ମାନୁଷେ ଅମୂଲ୍ୟ ରତ୍ନ ଦଣ୍ଡ ଛତ୍ର ନୀଳ ଲୋହିତ ଶୀତ ପିତ ବିରାଜେ ବାର ଚାମରେ ବର୍ମ ଭୂଷଣ ପାଗ ଶିରେ ବିବିଧ ଶସ୍ତ୍ରେ କେ ଭୂଷଣେ ଶୋଭନ୍ତି ଦେବାସୁର ଗଣେ ବିବିଧ ତୀକ୍ଷ୍ଣ ଶସ୍ତ୍ର ମନେ ପ୍ରଖର ରବି ରଶ୍ମି ଜେନେ ଏମତେ ଦେବାସୁର ବଳ ମୂଢ଼ ସ୍ୱଭାବେ ମହାଗୋଳ ଅତି କୁପିତ ଦେବାସୁର କିଏ ବା ଦେବା ପଟାନ୍ତର ଶୋଭନ୍ତି ମହାବୀରେ ରଣେ ସାଗରେ ଜଳ ଜନ୍ତୁ ଜେନେ ମନ ବଚନେ ଅଗୋଚର ଭୀଷଣାକୃତି ଭୟଙ୍କର ଏମତେ ରଥେ ବଳି ବସେ ବୀର ବେଷ୍ଟିତ ଚଉପାଶେ ନିମୁଚି ବିପ୍ରଚିତ ବାଣ ବଜ୍ରଦ୍ରଷ୍ଟ ଯେ ବିରୋଚନ ସମ୍ବର ଆୟ ମୁଖ ହେତି ଶକୁନି ତାରକ ପ୍ରହେତି ବିମୃଦା କାଳ ନାଭ ଶୁମ୍ଭ କମ୍ଭୁ ଇଲୋଳ ଯେ ନିଶୁମ୍ଭ ହରିଷ୍ଟି ଶଙ୍କ ଶିରମୟ ତ୍ରିପୁରାଧିପତି କାଳୟ ନିର୍ବାଚ କବଚ କପିଳ ଜିମୁତ ଦୁନ୍ଦୁଭି ଉତ୍କଳ ପଲବଭୂତ ସନ୍ତାପନ ହୟ ଗ୍ରୀବ ଯେ ଚକ୍ରସେଣ ହରିଷ୍ଟି ନେମି ଆଦିବୀରେ ମିଳିଲେ ସମର ଭୂମିରେ ନ ପାଇ ଅମୃତର ଭାଗ ମନେ ବହିଲେ ବୈରାଗ ସମର ମଧ୍ୟ ବଳି ଶୋଭା କିବା ଉପମା ତାକୁ ଦେବା ନକ୍ଷତ୍ର ମଧ୍ୟ ପୂର୍ଣ୍ଣ ଶଶୀ ଅସୁର ମଧ୍ୟ ଜେନେ ଦିଶେ ବଳି ସଙ୍ଗତେ ପନ୍ତି ପନ୍ତି ବଳି ଦାନବ ଗୋତ୍ର ଜ୍ଞାନ୍ତି ଦେବ ଅସୁର ଘୋର ରଣେ ବଳି ଆବରି ଜଣେ ଜଣେ କରନ୍ତି ସର୍ବେ ସିଂହ ନାଦ ଶଙ୍ଖ ଦୁନ୍ଦୁଭି ବହୁ ବାଦ୍ୟ ଦେବଙ୍କୁ ଯୁଦ୍ଧ କରି ବଳେ ବେଢ଼ିଲେ ଅଶେଷ ମଙ୍ଗଳେ ଏମତେ ବଳି ବଳ ଚାହିଁ ସକଳ ଦେବେ କୋପ ବହି ସାଜିଲେ ସୁରପତି ସଙ୍ଗେ ଅଶେଷ ଘୋର ରଣ ରଙ୍ଗେ ଐରାବତ କନ୍ଧେ ବସେ ସୂର୍ଯ୍ୟ କିରଣ ପ୍ରାୟ ଦିଶେ ସେ ସୁରପତି କି ଆବରି ଆନନ୍ଦେ ବାଦ୍ୟ ନାଦ କରି ନାନା ବାହନ ଶସ୍ତ୍ର ତୁଲେ ଅଶେଷ ଦେବ ବିଜେ କଲେ ରଣ ସଂକୁଳ ମହାଗୋଳ ସମୁଦ୍ର କୂଳେ ବେନିବଳ ମିଳି ସକଳ ଦିଗପାଳ ଶବଦ ସିନ୍ଧୁର ଉଲ୍ଲୋଳ ଶସ୍ତ୍ର ଉଞ୍ଚାଇ କୋପ ମନେ ନାମ ଭାସନ୍ତି ଅନ୍ୟ ଅନ୍ୟେ ନିକଟେ ମିଳି ଘୋର ନାଦେ ଯୁଦ୍ଧ କରନ୍ତି ଅତି କ୍ରୋଧେ ଇନ୍ଦ୍ରର ତୁଲେ ବଳି ଯୁଦ୍ଧେ ଦାରୁଣ ଦେବାସୁର ମଦେ ତାରକ ସଙ୍ଗେ କାର୍ତ୍ତିକେୟ ବିଶ୍ୱକର୍ମାର ସଙ୍ଗେ ମୟ ବରୁଣ ହେତି ବେନିବୀରେ ପ୍ରହେତି ମିତ୍ର ଯୁଦ୍ଧ କଲେ ଏ ଯମର ତୁଲେ କାଳନାଭ ଯୁଦ୍ଧ କରଇ ବହି ଗର୍ବ ସମ୍ବର ତୁଷ୍ଟା ତୁଲେ ରଣ ସବିତା ତୁଲେ ବିରୋଚନ ଅପରାଜିତ ଯେ ନମୁଚି ରଣେ ପଶିଲେ ରୁଚି ମିନି ବୃଷ ପର୍ବା ଘେନି ସମର କରନ୍ତି ଏବେନି ସୂର୍ଯ୍ୟର ତୁଲେ ବାଣାସୁର ରାହୁର ତୁଲେ ନିଶାକର ପୁଲମା ସଙ୍ଗରେ ସମର କରଇ ଅନିଳ ଯେ ବୀର ଶୁମ୍ଭ ନିଶୁମ୍ଭ ବୀର ବେନି ଭଦ୍ର କାଳୀଙ୍କୁ ସଙ୍ଗେ ଘେନି
କରନ୍ତି ଯୁଦ୍ଧ ଭୟଙ୍କର ବୃଷା କପି ଯେ କମ୍ଭବୀର ମହିମା ବିଭା ବସୁ ସଙ୍ଗେ ଯୁଦ୍ଧ କରଇ ନାନା ରଙ୍ଗେ এই লোଳ ବାତାପି ସହିତେ ରଣେ ପଶିଲେ ବ୍ରହ୍ମପୁତ୍ରେ କନକ ତୁଲେ ଅରିନ୍ଦମ ନିର୍ଭୟ କରନ୍ତି ସଂଗ୍ରାମ ଦୁର୍ମୂର୍ଷ ତୁଲେ ରତିପତି ଉତ୍କଳ ମାତୃର ସଙ୍ଗତି ଇନ୍ଦ୍ର ଯେ ପଛକତି ଥିଲା ବଳି ତାହାକୁ ଅନାଇଲା ଜ୍ୟୋତିଷକୁ ଚାରି ବାଣ କେବେ ବିନ୍ଧିଲା ଗୋରୁ ଟାଣ ସାରଥି ଏକ ବାଣ ଯୋଖି ଇନ୍ଦ୍ର ଧାଇଲା ତାହା ଦେଖି ବଳିର ଯେତେକ ନାରଜ ବେଗେ ଛେଦିଲା ସୁରରାଜ ବଳିକି ଚାହିଁ ମନ୍ଦ ଆସେ ବେଗେ ମିଳିଲା ତାର ପାଶେ ଇନ୍ଦ୍ର ଅଦ୍ଭୁତ କର୍ମ ଚାହିଁ ବଳି ଯେ ମନେ ତୋ ରୋଷ ବହି ପୁଣି ଶକ୍ତିଏ ଧରି କରେ ପେଶିଲା ବାସବ ଉପରେ ଉଲ୍କା ଯେ ଶନେ ଶୂନ୍ୟ ମାର୍ଗେ ପଡ଼ି ବିରାଜେ ଦଶ ଦିଗେ ସେ ଶକ୍ତି ବଳି ହସ୍ତେ ଥିଲା ଇସିତେ ଇନ୍ଦ୍ର ତା ଛେଦିଲା ଏ ତୁମର ଷୋଳ ପାଶ ରୁଷ୍ଟି ବଳି ହସ୍ତରୁ ବେଗେ କାଟି ନପାରି ମାୟା ପ୍ରକାଶିଲା ତକ୍ଷଣେ ଅନ୍ତର ଧ୍ୟାନ ହେଲା ମାୟାରେ ଶିଳା ବୃଷ୍ଟି ହେଲା ମେଘ ଗଗନେ ଆଚ୍ଛାଦିଲା ଦେବଙ୍କ ଉପରେ ବରସେ ବିଦ୍ୟୁତ୍ ଯେନେ ଦିଶ ଦିଶେ ପୁଣି କ୍ଷଣକେ ବହୁ ବୃଷ୍ଟି ଶୁଷ୍କ ଇନ୍ଧନ କୋଟି କୋଟି ଦାବାଗ୍ନି ଦେବଙ୍କ ଉପରେ ପଡ଼ନ୍ତି ମଣ୍ଡଳ ସମରେ ଶିଳା ପଡ଼ନ୍ତି ତାଙ୍କ ଶିରେ ଗହଳେ ଦେବଙ୍କ ଉପରେ ପଡ଼ନ୍ତି ମହାଘୋର ରଣେ ବୃଶ୍ଚିକ ମହାସର୍ପ ଗଣେ ବରାହ ବ୍ୟାଘ୍ର ସିଂହ ଅସ୍ଥି ସମ୍ମୁଖେ ଗର୍ଜନ କରନ୍ତି ଶତ ସହସ୍ର ଜାତୁ ଧାନ ଅନେକ ସୈନ୍ୟ ଅଛିନ୍ନ ବିଭଷ୍ଟ ହୋଇ ଶୂଳ ହସ୍ତେ ପିଟନ୍ତି ଦେବଙ୍କର ମାତେ ରାକ୍ଷସୀ ଗଣ ବହୁ ନାଦେ ସମରେ ମିଳିଲେ ଆନନ୍ଦେ ପ୍ରଳୟ ଯେନେ ମେଘ ମାଳେ ମିଳିଲେ ଗଗନ ମଣ୍ଡଳେ ଏ ଗମ୍ଭୀରେ ଘୋର ନାଦ କରି ସଗନେ ବରସନ୍ତି ବାରି ପୁଣି କ୍ଷଣକେ ଅଗ୍ନିବୃଷ୍ଟି ପ୍ରଳୟ ରାଶିରେ ପ୍ରକଟି ପ୍ରଳୟ ପ୍ରାୟ ଅତି ବେଗେ ଅଗ୍ନି ବେଢ଼ିଲା ଚାରିଦିଗେ ସମୁଦ୍ର ଉଲ୍ଲଳ ଲହରୀ ଉଠିଲା ଘୋର ନାଦ କରି ପ୍ରଚଣ୍ଡ ବାତେ ଉର୍ମିଗଣ ଉଠନ୍ତେ ଦିଶଇ ଭୀଷଣ ଏମତେ ଅସୁରଙ୍କ ମାୟା ଦୃଶ୍ୟ ଅଦୃଶ୍ୟ ନାନା କାୟା ନାନା ପ୍ରକାରେ ମାୟା ବଳେ ପଶିଲେ ଦେବଗଣ ମେଳେ ସୁର ମାୟା ବଳ ଦେଖି ତ୍ରିଦଶେ ସମର ଉପେକ୍ଷୀ ବିକଳେ ଭ୍ରମନ୍ତି ଗଗନେ ଅସୁର ମାୟା ବଳେ ଛନ୍ନେ ରହି ନ ପାରି ସ୍ୱର୍ଗ ପଥେ ବିଷ୍ଣୁଙ୍କୁ ଧ୍ୟାନ କଲେ ଚିତେ ଦେବଙ୍କ ଭୟ ଦେଖି ହରି ଗରୁଡ଼ ପୃଷ୍ଠେ ବିଜେ କରି ଚିତ ବସନ ପରିଧାନ ସୁନ୍ଦର କମଳ ଲୋଚନ ଯୁଧେ ଅଇଲେ ଚତୁର୍ଭୁଜେ କର୍ଣ୍ଣେ କୁଣ୍ଡଳ ରତ୍ନ ସାଜେ ଶ୍ରୀବତ୍ସ କୌସ୍ତୁଭ ମଣି ଅମୂଲ୍ୟ ରତ୍ନ ପୁଞ୍ଜ ଜିଣି ହେମନ୍ତ ରୂପେ ଦୈତାରି ଦେବଙ୍କ ମଧ୍ୟ ବିଜେ କରି ମାୟା ଦେବଙ୍କୁ ବେଢ଼ିଥିଲା ବିଷ୍ଣୁଙ୍କୁ ଦେଖି ନାଶ ଗଲା ଦେବେ ଯେ ଦେଖନ୍ତି ଆକାଶେ ତମ ଯେ ଶନେ ରବି ତ୍ରାସେ ଜାଗ୍ରତେ ସ୍ୱପ୍ନ ଯେନେ ମିଛ ଗୋବିନ୍ଦ ଦେଖନ୍ତି ପ୍ରତ୍ୟକ୍ଷ ଅସୁର ମାୟା ନାଶ ଗଲା ଦେବଙ୍କୁ ନିର୍ଭୟ ହୋଇଲା ଦେବଙ୍କ ମଧ୍ୟରେ କାଳ ନେମି ଲୁଚି ଯେ ଥିଲା ମାୟା ଘେନି ଚୂଳ ବୁଲାଇ ଅନ୍ତରିକ୍ଷେ ମିଳିଲା ଗୋବିନ୍ଦ ସମ୍ମୁଖେ ପିଟିଲା ଗରୁଡ଼ ଉପରେ ହରି ଧଇଲେ ବାମ କରେ ସେ ଶୂଳ କାଳ ନେମି ମୁଣ୍ଡେ ହରି ପ୍ରହାରିଲେ ପ୍ରଚଣ୍ଡେ ମାୟା ସହିତେ ମହାବୀର ତକ୍ଷଣେ ହେଲା ସତ୍ୟଚୁର ମାଳି ସୁମାଳି ବେନି ବୀରେ ଦେଖି ମିଳିଲେ ଅତି ଖରେ ତ୍ରିଶୂଳ ଗୋବିନ୍ଦ ଉପରେ ପ୍ରହାର କଲେ ମହାଘରେ ତାହାଙ୍କ ତେଜ ଦେଖି ହରି ସୁଦର୍ଶନ କରେ ଧରି ତେବେ ନିବିର ମୁଣ୍ଡ ହାଣି ଶଙ୍ଖ ଶବଦେ ଚକ୍ର ପାଣି ମିଳିଲେ ଦେବଗଣ ମଧ୍ୟ ତ୍ରିଦଶେ ଦେଖନ୍ତି ଆନନ୍ଦେ ସେ ହରି ଚରଣ କମଳେ ସୁଜନେ ଚିନ୍ତ ଧ୍ୟାନ ବଳେ ଅଷ୍ଟମସ୍କନ୍ଧେ ଭାଗବତ ଅଦ୍ଭୁତ ବିଷ୍ଣୁର ଚରିତ ଭାଷା ପ୍ରବନ୍ଧେ ନିରୂପିତ କହିଲା ବିପ୍ର ଜଗନ୍ନାଥ ଶ୍ରୀମଦ ଭାଗବତେ ମହାପୁରାଣେ ପରମହଂସ ସହିତେ ବୟାସିକ୍ୟାମ୍ ଅଷ୍ଟମ ସ୍କନ୍ଧେ ଦେବାସୁର ଯୁଧେ ନାମ ଦଶମ ଅଧ୍ୟାୟ। ବୋଲାନନ୍ଦେ କବାର ହରି ହରି ବୋଲ।